नमस्कार दर्शक बंधु आपण को एमआर ओडिया न्यूज वन को स्वागत आज सुना दर रे बड़ परिवर्तन देखा मिली सुना रूपा दर केते रही प्रति ग्राहक ପାଇଁ बड़ खुशी खबर आज आपण माने सुना दर सठिक तथ्य पाइबे एमआर ओडिया न्यूज वन चैनल रे आज होची 7 एप्रिल मंगलवार तेबे कुआ जाउची सुना दर रे बड़ परिवर्तन घटची जहा सहित एबे आपण पॉकेट ऊपर आ प्रभाव पड़िबोने आपण मध्ये अधिक रु अधिक टंका सेव करि परिबे कुआ जाउची सुना दर रे किछि घोटाला घटची किछि लोके मध्ये एबे କୁହାଯାଉଛି ଯେ କିଛି ଡୁପ୍ଲିକେଟ ଜୁଏଲାରୀ ମଧ୍ୟ ବିକ୍ରି କରୁଛନ୍ତି ସୁନାର କିଛି ମିଶଉଛନ୍ତି ଆପଣମାନେ ସୁନାର ଶୁଦ୍ଧତା ଜାଣିବା ପାଇଁ କି ହେଲେ ଆପଣମାନେ ବିଆଇଏସ୍ କେୟାର ଆପ୍କୁ ଯିବେ ହଲମାର୍କ ନମ୍ବର ଏଣ୍ଟ୍ରି କରିବେ ସୁନାର ଶୁଦ୍ଧତା ପ୍ୟୁରିଟି ଆପଣମାନେ ଜାଣିପାରିବେ ତେବେ ପ୍ରଥମ ଥର ପାଇଁ ଓଡ଼ିଶାର ନମ୍ବର ୱାନ୍ ଚ୍ୟାନେଲ ସଠିକ ତଥ୍ୟ ଦେଉଥିବା ଚ୍ୟାନେଲ ଏମଆର ଓଡ଼ିଆ ନ୍ୟୁଜ ୱାନ୍ ତେବେ ଆପଣଙ୍କୁ ଗୋଟିଏ କଥା ପ୍ରଶ୍ନ ପଚରାଯାଉଛି ଆପଣମାନେ ଗୋଟିଏ କମେଣ୍ଟ କରି କହିଦିଅନ୍ତୁ ଯେ ବଜାରରେ ସୁନାର ଦର କେତେ ରହିବା ଦରକାର ଯାହାଫଳରେ ଗୋଟେ ଗରିବ ବାପାଟିଏ ମଧ୍ୟ ନିଜ ଝିଅ ବାହାଘର ପାଇଁ ମଧ୍ୟ କିଣିପାରିବ ତେବେ ଚାଲନ୍ତୁ ଡେରି ନକରି ସୁନା ଦର ଆମେ ଦେଖିବା ଆଜି ହଉଛି 7 ଏପ୍ରିଲ 24 କ୍ୟାରେଟର ମୂଲ୍ୟ ରହିଛି 15,065 ଟଙ୍କା 22 କ୍ୟାରେଟର ମୂଲ୍ୟ ଅଛି 13,809 ଟଙ୍କା ଏବଂ 18 କ୍ୟାରେଟର ମୂଲ୍ୟ ଅଛି 11,298 ଟଙ୍କା ଦେଖନ୍ତୁ ଏବେ ବେସିକାଲି ଲୋକମାନେ 18 କ୍ୟାରେଟର ସୁନା ମଧ୍ୟ ଗଢୁଛନ୍ତି ଯାହାଫଳରେ ତାଙ୍କ ପାଇଁ ମଧ୍ୟ ଶସ୍ତା ହେଉଛି ଆଉ ସେମାନେ ମଧ୍ୟ ବହୁତ ବେନିଫିଟ ହେଉଛନ୍ତି କିନ୍ତୁ ଆପଣମାନେ ଜାଣୁଥିବେ ଯେ କୋଉ କ୍ୟାରେଟ ସୁନା କିଣିଲେ ଆପଣ ପାଇଁ ବେନିଫିଟ ହେବ ଏକ୍ସଚେଞ୍ଜ କରିହେବ ସବୁ କିଛି କରିହେବ ତେବେ ଆଉ ଡେରି ନକରି ଚାଲନ୍ତୁ ଜାଣିବା ପୋଷ୍ଟମର୍ଟମ କରିବା 24 କ୍ୟାରେଟର ମୂଲ୍ୟ 24 କ୍ୟାରେଟର କେତେ କଣ ରହିଛି ରେଟ୍ ସବୁକିଛି ଡିଟେଲ୍ସ ଆମେ ଏଇଠୁ ଦେଖିବା ଦେଖନ୍ତୁ 1 ଗ୍ରାମ ପିଛା ଅଛି 24 କ୍ୟାରେଟର ମୂଲ୍ୟ 15,065 8 ଗ୍ରାମ ପିଛା ଅଛି 1,20,520 10 ଗ୍ରାମ ରହିଛି 1,50,650 ଏବଂ 100 ଗ୍ରାମ ରହିଛି 15,06,500 ଏକ୍ସଟ୍ରା ମାନେ ପୂର୍ବ ଦିନ ରିପୋର୍ଟ ମଧ୍ୟ ଦେଖିଦିଅନ୍ତୁ କେତେ ପରିମାଣରେ କମିଛି ବଢିଛି ଆପଣ ଏ ସ୍କ୍ରିନଶଟ ମଧ୍ୟ ନେଇପାରିବେ ଯୋଉମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି ଦୀର୍ଘ ଦିନ ଧରି ଅପେକ୍ଷା କରୁଛନ୍ତି ଆପଣଙ୍କ ପାଇଁ ଏଇ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ତା ସହିତ ଆମେ 22 କ୍ୟାରେଟକୁ ଯିବା 22 କ୍ୟାରେଟରେ ମଧ୍ୟ ଦେଖନ୍ତୁ 1 କ୍ୟାରେଟ ରହିଛି ଏବେ 1 ଗ୍ରାମ ରହିଛି 13,609 ଏବଂ 8 ଗ୍ରାମ ରହିଛି 1,10,472 10 ଗ୍ରାମ ରହିଛି 1,38,090 ଏବଂ 100 ଗ୍ରାମ ରହିଛି 13,80,900 ଟଙ୍କା ଗତକାଲି କେତେ ଥିଲା ଆପଣମାନେ ଏଇଠୁ ମଧ୍ୟ ଦେଖିପାରିବେ ପ୍ରକୃତରେ ସୁନା କିଣିବାଟା ଲୋକମାନଙ୍କ ପାଇଁ ବହୁତ ବେନିଫିଟ ଜାଗା ସୁନା ଏଇ ଦୁଇଟା ହିଁ ବହୁତ ଇମ୍ପୋର୍ଟାଣ୍ଟ ଭାଗ୍ୟରେ ଥିଲେ ବୋଲି ଲୋକ କୁହନ୍ତି କିନ୍ତୁ ଆପଣମାନେ ଜାଣିନ୍ତୁ ଏଇ ଦୁଇଟି ଜିନିଷ ଆପଣମାନଙ୍କ ପାଖରେ ଥିବ ସବୁ କିଛି ହୋଇପାରିବ ଯେମିତି 18 କ୍ୟାରେଟର ମୂଲ୍ୟ ରହିଛି 1 ଗ୍ରାମ ପିଛା ହୋଇଛି 11,298 ଏବଂ 8 ଗ୍ରାମ ରହିଛି 90,384 10 ଗ୍ରାମ ରହିଛି 1,12,980 100 ଗ୍ରାମ ରହିଛି 11,29,800 ଦେଖନ୍ତୁ ସେଥିପାଇଁ କି ଲୋକ କିଣୁଛନ୍ତି 18 କ୍ୟାରେଟ ଟିକେ ଶସ୍ତା ରହୁଛି ଲୋକ କିଣୁଛନ୍ତି କୋଉଠି 17,000 କୋଉଠି 11,000 8 9,000 ମଧ୍ୟ ଶସ୍ତା ଅଛି ସୁନା ଲୋକମାନେ ମଧ୍ୟ ଚାହିଁଲେ ଏଠୁ କିଣିପାରିବେ ଏଠି ଦେଖନ୍ତୁ ଟୋଟାଲ ଆପଣଙ୍କ ରିପୋର୍ଟ ମଧ୍ୟ ଆପଣଙ୍କୁ ମୁଁ ଦେଖେଇ ଦଉଛି ପାଖାପାଖି ଯୋଉମାନେ ନିବେଶ କରିବା ପାଇଁ ଚାହୁଁଛନ୍ତି 10 ଦିନ 30 ଦିନ 60 ଦିନ 6 ମାସ 1 ବର୍ଷ 2 ବର୍ଷ ଭିତରେ କେତେ ଥିଲା 24 କ୍ୟାରେଟ କେତେ ଥିଲା 22 କ୍ୟାରେଟ ଏଉଠୁ ସ୍କ୍ରିନଶଟ ନେଇପାରିବେ ଆଗକୁ ମଧ୍ୟ କେତେ ବଢିବ କେତେ କମିବ ଏଉଠୁ ଆପଣ ଅନୁମାନ କରିପାରିବେ ନିବେଶ ମଧ୍ୟ କରିପାରିବେ ଯୋଉମାନେ ଇନଭେଷ୍ଟମେଣ୍ଟ କରୁଛନ୍ତି ସୁନାରେ ସେମାନେ ଷ୍ଟପ ଲସ୍ ଲଗାଇବା ପାଇଁ ମଧ୍ୟ ଭୁଲନ୍ତୁ ନାହିଁ ଦେଖନ୍ତୁ ଏବେ ବର୍ତ୍ତମାନ ହାଇ ଷ୍ଟ୍ରେସ୍ ଯିବା ଲୋ ଷ୍ଟ୍ରେସ୍ ଯିବା ବର୍ତ୍ତମାନ ଏପ୍ରିଲ 1ରେ 15,295 ଥିଲା ଏପ୍ରିଲ 7ରେ 13,000 ଏତିକି ଅଛି ମାନେ ଷ୍ଟ୍ରେଟ୍ 2ରୁ 3,000 ଟଙ୍କା ମଧ୍ୟ କମିଛି ତା ସହିତ ମଧ୍ୟ ସେପଟେ 7ରୁ 8,000 ଟଙ୍କା ମଧ୍ୟ 18 ଗ୍ରାମ ମାନେ ରହିଛି ତ ସେ 18 କ୍ୟାରେଟ ରହିଛି ତ ସବୁଠୁ ଭଲ କଥା ଆପଣ ମାନେ କେଉଁ କେତେ କ୍ୟାରେଟର ସୁନା କିଣିବେ ଆପଣ ସେ ଡିସିସନ ନିଅନ୍ତୁ କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ସୁନା କିଣିଲା ପରେ ଆପଣ ଶୁଦ୍ଧତା ଚେକ୍ କରନ୍ତୁ ସୁନାର ପ୍ୟୁରିଟି ଆପଣ ଚେକ୍ ନ କଲେ ଆପଣ ମଧ୍ୟ ଠକାମିର ଶିକାର ହୋଇପାରନ୍ତି ତେଣୁ ଗଭର୍ଣ୍ଣମେଣ୍ଟର ଗୋଟେ ଆପ୍ ଆପଣମାନେ ଡାଉନଲୋଡ କରିପାରିବେ ସବୁଠୁ ବଡ କଥା ହେଲା ଯେ ଆମେ ଯେବା ଏବେ ସିଲଭର ବା ରୂପା ରେଟ୍ ରୂପାର ମଧ୍ୟ ଏବେ ହାଉଚାଉ ବଢିଲାଣି କିଛି ଦିନ ତଳେ ରୂପା ଦର ମଧ୍ୟ ନନଷ୍ଟପ ବଢି ଚାଲିଥିଲା ଏ ମଧ୍ୟ ଦେଖନ୍ତୁ ରୂପା ଦର ଏବେ 2,60,010 ଅଛି ଆଉ ଏପଟେ 1 କିଲୋଗ୍ରାମ ଅଛି 2,60,100 ଟଙ୍କା ଏଇଟା ଅଛି 260 ଟଙ୍କା 1 ଗ୍ରାମ ପିଛା ଆଉ ଏପଟେ ଅଛି 1 କିଲୋଗ୍ରାମ ପିଛା ଚାଲନ୍ତୁ ଯିବା ଏବେ ରୂପା ଦର ପୁରା ଡିଟେଲ୍ସ ଆମେ ଜାଣିବା ସବୁ କିଛି ଡିଟେଲ୍ସ ଆମେ ଜଣେଇବା 1 ଗ୍ରାମ ପିଛା ଅଛି 260 ଟଙ୍କା 10 ପଇସା ତେବେ 8 ଗ୍ରାମ ରହିଛି 2,080 ଟଙ୍କା ଏବଂ 10 ଗ୍ରାମ ରହିଛି 2,601 ଟଙ୍କା 100 ଗ୍ରାମ ରହିଛି 26,010 ଟଙ୍କା ଏବଂ 1,000 ଗ୍ରାମ ବା 1 କିଲୋଗ୍ରାମ ରହିଛି 2,60,100 ଟଙ୍କା ଏଷ୍ଟୁଡିଓରେ କେତେ ଥିଲା ଆପଣମାନେ ଏଇଠୁ ମଧ୍ୟ ଦେଖିପାରିବେ ରୂପା ଦର ଆଜି ଟିକେ ପରିମାଣରେ ବଢିଛି ଯାହା ଫଳରେ ଆପଣ ମଧ୍ୟ ସ୍ୱାୟବ ହେବେ କି ନାହିଁ ଆପଣମାନେ ଜାଣିପାରିବେ କୁହାଯାଉଛି ଯେ ମାର୍ଚ୍ଚ 1 ତାରିଖ ରୁ 1 ରୁ 10 ଦିନ ଭିତରେ 3,25,000 ଥିଲା ଏବେ 2,60,000 ଅଛି ଷ୍ଟ୍ରେଟ୍ 80ରୁ 85,000 କମିଛି ଗତକାଲି ମଧ୍ୟ କେତେ ଥିଲା ଆପଣମାନେ ଦେଖିଥିବେ ପାଖାପାଖି 400ରୁ 500 ଟଙ୍କା ମଧ୍ୟ ବଢିଛି ତେଣୁ ଏପ୍ରିଲ 1ରେ କେତେ ଥିଲା ଚାଲନ୍ତୁ ଜାଣି ଦେଇଦେବା ଏପ୍ରିଲ 1ରେ ଥିଲା 2,65,000 ଆଉ ଏପ୍ରିଲ 7ରେ ଅଛି 2,60,100 ମାନେ 5,000 ଟଙ୍କା ଷ୍ଟ୍ରେଟ୍ ରୂପା ଦର ମଧ୍ୟ କମିଛି ଏଉଠୁ ଆପଣମାନେ ଜାଣିପାରିବେ ଯେ ସୁନା ରୂପା ଦର କେତେ ରହୁଛି ହିଷ୍ଟ୍ରିକାଲ ପ୍ରାଇସ୍
ଅଫ୍ ସିଲଭର ରେଟ୍ ଭୁବନେଶ୍ୱର, ଆପଣ ଭୁବନେଶ୍ୱର ରେଟ୍ ମୁଁ କହୁଛି, ଯାହାଫଳରେ ଆପଣମାନେ ମଧ୍ୟ ଜାଣିପାରିବେ। ତେବେ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ କଥା କୁହାଯାଉଛି, ଆପଣମାନେ ନିଶ୍ଚିନ୍ତ ଆପଣଙ୍କ ନାଁ ସହିତ କମେଣ୍ଟ କରି କହିଦିଅନ୍ତୁ ଯେ ସୁନା ଦର କେତେ ରହିବା ଦରକାର? ଯାହାଫଳରେ ଆପଣଙ୍କ ନାମ ମଧ୍ୟ ଘୋଷଣା କରାଯିବ। ସବୁଠୁ ବଡ଼ କଥା ହେଲା ଯେ ସୁନା ଦରରେ ବଡ଼ ପରିବର୍ତ୍ତନ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। କିନ୍ତୁ ପ୍ରତ୍ୟେକ ଦିନ ଆପଣ ଯଦି ରିପୋର୍ଟ ଦେଖିକି ସୁନା ଦର ଦେଖିକି ଯିବେ, ଆପଣ ମଧ୍ୟ ହଜାର ହଜାର ଟଙ୍କା ମଧ୍ୟ ସେଭ୍ କରିପାରିବେ। କାରଣ ପ୍ରତି ପରିମାଣରେ ବଢୁଥାଏ। ତେବେ ଇଏ ଥିଲା ଆଜିର ସୁନା ରୂପା ଦର। ଯଦି ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ସେପଟେ ଯୁଦ୍ଧ ଚାଲିଛି। ଯୁଦ୍ଧ ପରିମାଣରେ ଗ୍ୟାସ୍ ମଧ୍ୟ ଏବେ ମହଜୁଦ ହୋଇଛି। କିନ୍ତୁ ତଥାପି ମଧ୍ୟ ଏପଟେ ଆହୁରି ଖାଦ୍ୟ ଦରଠୁ ଆରମ୍ଭ କରି ସବୁ ବଢିଗଲାଣି। ଲୋକମାନେ ଭୟ କରୁଛନ୍ତି ଯେ ଆଗକୁ ଆହୁରି ସୁନା ମଧ୍ୟ ବଢିପାରେ। କିନ୍ତୁ ଗଭର୍ଣ୍ଣମେଣ୍ଟ ଏବେ ରିସର୍ଚ୍ଚ କରାଯାଇଛି ଯେ ସୁନା ଦର ଆଗକୁ ବଢିବ। କିନ୍ତୁ କୋଉ ସମୟରେ ବଢିବ ସେ ନେଇକି ମଧ୍ୟ ଆମକୁ ଏଇଠି ଯଦି ଆନାଲିସିସ୍ କରିବା, ଆମେ ଜାଣିପାରିବା ଯେ ଏକ୍ସାକ୍ଟ ଡେଟ୍ ନ ଜାଣିଲେ ନାହିଁ, ଆମେ କିନ୍ତୁ ଅନୁମାନ କରିପାରିବା ଯେ ସୁନା ଏଇ ଡେଟ୍‌ରେ ବଢିବ, ସୁନା ଏଥିପାଇଁ ବଢୁଛି। ସବୁକିଛି ଡିଟେଲ୍ସ ଆମେ ଜାଣିପାରିବା। ବାହାର ବ୍ୟାଙ୍କରେ ଇଣ୍ଟରେଷ୍ଟ ବଢିଲେ କମିଲେ ସୁନା ଦର ବଢେ କମେ। ଆଉ ବାହାର ଯୁଦ୍ଧ, ବାହାର କିଛି ୱାର ଚାଲିଲେ ମଧ୍ୟ ସୁନା ଦର ବଢିଥାଏ। ଇଏ ଥିଲା ଆଜିର ଖବର।